ଆମେରିକା ଇରାନ ଏବଂ ଇସ୍ରାଏଲର ଯୁଦ୍ଧରେ ଏକ ଯବନିକା ପଡ଼ିବାକୁ ଯାଉଛି, ଅର୍ଥାତ୍ ବନ୍ଦ ହୋଇଯିବ ମଧ୍ୟପ୍ରାଚ୍ୟର ଏହି ଯୁଦ୍ଧ। ଇରାନ, ଆମେରିକା, ଇସ୍ରାଏଲ କେହି କାହାକୁ ଆଉ ଆକ୍ରମଣ ବା ପ୍ରତି ଆକ୍ରମଣ କରିବେ ନାହିଁ। ବହୁ ପ୍ରତୀକ୍ଷିତ ଶାନ୍ତି ଚୁକ୍ତି ବର୍ତ୍ତମାନ ସମୟରେ ସ୍ୱାକ୍ଷରିତ ହେବାକୁ ଯାଉଛି। ପୂର୍ବରୁ ମଧ୍ୟ ଏକାଧିକ ବାର ଏକାଧିକ ପରିସ୍ଥିତିରେ ଆମେରିକା ଏବଂ ଇରାନ ତରଫରୁ ବିଭିନ୍ନ ପ୍ରକାର ସର୍ତ୍ତ ଶାନ୍ତି ଆଲୋଚନା ପାଇଁ ପରସ୍ପର ନିକଟକୁ ପଠାଯାଇଥିଲା, କିନ୍ତୁ ସେ ସବୁକୁ ଉଭୟ ଦେଶ କୌଣସି ନା କୌଣସି ଆଳରେ ପ୍ରତ୍ୟାଖ୍ୟାନ କରି ଚାଲିଥିଲେ। ହେଲେ ବର୍ତ୍ତମାନ ସେହି ସମୟ ଆସିଯାଇଛି ଯେତେବେଳେ ଏହି ଉଭୟ ଦେଶର ଶାନ୍ତି ଆଲୋଚନା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ତେବେ ସତରେ କ'ଣ ମଧ୍ୟପ୍ରାଚ୍ୟର ଯୁଦ୍ଧ ବନ୍ଦ ହୋଇଯିବ? ସତରେ କ'ଣ ଆମେରିକା, ଇରାନ ଏବଂ ଇସ୍ରାଏଲ ପରସ୍ପରର ଶାନ୍ତି ବିଷୟରେ ଚିନ୍ତା କରିବେ ଏବଂ ଯୁଦ୍ଧ ପରିସ୍ଥିତି ଠାରୁ ଦୂରେଇ ଯିବେ? ଆଜିର ଏହି ରିପୋର୍ଟରେ ମୁଁ ଆପଣଙ୍କୁ ସେ ସବୁ ତଥ୍ୟ ଦେବି ଯାହା ଏହି ଶାନ୍ତି ଚୁକ୍ତି ଉପରେ ଆଧାରିତ ଏବଂ ଏହା କେତେ ଫଳପ୍ରଦ ରହିପାରେ ଆଗକୁ ଭବିଷ୍ୟତରେ ସେ ନେଇ ବି ଆଲୋଚନା କରିବା। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ବହୁ ପ୍ରତୀକ୍ଷିତ ଆମେରିକା, ଇରାନ ଏବଂ ଇସ୍ରାଏଲ ଯୁଦ୍ଧରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ? ବୋଧହୁଏ ସେ ସମୟ ଚାଲି ଆସିଛି। ଏଥିପାଇଁ ଏକ 14 ସୂତ୍ରୀ ବିଶିଷ୍ଟ ଶାନ୍ତି ଚୁକ୍ତିର ପ୍ରସ୍ତୁତି କରାଯାଇଛି ଏବଂ ଏହି ଚୁକ୍ତିରେ ଆପାତତଃ ଇରାନ ଏବଂ ଆମେରିକା ଓ ଇସ୍ରାଏଲ ରାଜି ହୋଇଯାଇଥିବା ମଧ୍ୟ କୁହାଯାଉଛି। ଔପଚାରିକ ଭାବରେ ଏହି ଚୁକ୍ତିକୁ 19 ତାରିଖ ଦିନ ସୁଇଜରଲ୍ୟାଣ୍ଡ ଠାରେ ଆମେରିକା ଏବଂ ଇରାନ ତରଫରୁ ହସ୍ତାକ୍ଷର କରାଯିବ, ଅର୍ଥାତ୍ ତାପରେ ଆଉ ଯୁଦ୍ଧ ଦେଖିବାକୁ ମିଳିବ ନାହିଁ। ଆମେରିକା ଏବଂ ଇରାନ ଉଭୟ ଯୁଦ୍ଧ ମୋଡରୁ ପରସ୍ପରକୁ ଦୂରେଇ ନେବେ। ତେବେ ଦର୍ଶକ ବନ୍ଧୁ, ଏହି ଚୁକ୍ତିରେ ଯେଉଁ 14 ସୂତ୍ରୀ ନିୟମ ରହିଛି ବା ସର୍ତ୍ତ ରହିଛି ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ଯେଉଁ 14ଟି ସର୍ତ୍ତ ରଖାଯାଇଛି ତାର ମୂଳରେ ରହିଛି ପରମାଣୁ କାର୍ଯ୍ୟକଳାପ ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରସଙ୍ଗ। ତେବେ ପ୍ରଥମେ ଆସନ୍ତୁ ନଜର ପକାଇବା ଏହି 14 ସୂତ୍ରୀ ସର୍ତ୍ତ କ'ଣ ରହିଛି। ପ୍ରଥମ ସର୍ତ୍ତ ହେଲା ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଖୋଲିଦେବା, ଅର୍ଥାତ୍ ଯଦିଓ ଷ୍ଟ୍ରେଟ୍ ଅଫ୍ ହର୍ମୁଜର ନିୟନ୍ତ୍ରଣ ଭବିଷ୍ୟତରେ ଇରାନ ଉପରେ ହିଁ ଧାର୍ଯ୍ୟ ରହିବ, କିନ୍ତୁ ଇରାନ ଏହାକୁ ମନ ଇଚ୍ଛା ବନ୍ଦ କରିପାରିବ ନାହିଁ। ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବିଶ୍ୱ ସମୁଦାୟ ପାଇଁ ଖୋଲି ଦିଆଯିବ। ଦ୍ୱିତୀୟ କଥା ହେଉଛି ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଆମେରିକା ତରଫରୁ ଯେଉଁ ବ୍ଲକେଡ୍ କରାଯାଇଥିଲା ବା ଆମେରିକୀୟ ନୌସେନାକୁ ନିୟୋଜିତ କରାଯାଇ ଆମେରିକା ଯେଉଁଭଳି ଢଙ୍ଗରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଅକ୍ତିଆର କରିଥିଲା, ସେଠାରୁ ଆମେରିକା ମଧ୍ୟ ନିଜର ନୌସେନାକୁ ପ୍ରତ୍ୟାହାର କରିବ। ଏଥିପାଇଁ ଆମେରିକାକୁ 30 ଦିନ ସମୟ ଦିଆଯିବ। ଏହାପରେ ଆସୁଛି ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେ ପରମାଣୁ କାର୍ଯ୍ୟକଳାପ ବା ନ୍ୟୁକ୍ଲିୟର ଡିଲ୍। ଇରାନ ପାଖରେ ଯେଉଁ ସବୁ ଏନରିଚ୍ଡ ୟୁରାନିୟମ ରହିଛି, ଅର୍ଥାତ୍ ଯେଉଁ ୟୁରାନିୟମ ଗୁଡ଼ିକ ପରମାଣୁ ଅସ୍ତ୍ର ତିଆରିରେ ବିନିଯୋଗ ହୋଇଥାଏ, ସେ ସବୁ ୟୁରାନିୟମକୁ ଇରାନ ଆମେରିକାକୁ ହସ୍ତାନ୍ତର କରିବ କିମ୍ବା ନିଜେ ଧ୍ୱଂସ କରିଦେବ। ଏନେଇ ଏହି ଶାନ୍ତି ଚୁକ୍ତିରେ ଉଲ୍ଲେଖ ରହିଛି। ତେବେ ଏଥିପାଇଁ ଇରାନକୁ ପାଖାପାଖି 60 ଦିନର ମହଲତ ମଧ୍ୟ ଦିଆଯିବ ଏବଂ ଏହି 60 ଦିନ ଭିତରେ ଏନରିଚ୍ଡ ୟୁରାନିୟମକୁ ଧ୍ୱଂସ କରିବାର ବା ନଷ୍ଟ କରିବାର ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ଏହି ଚୁକ୍ତିରେ ଉଲ୍ଲେଖ ରହିଛି। ଦେଖନ୍ତୁ, ପୂର୍ବରୁ ମଧ୍ୟ ଯେତେବେଳେ ଆମେରିକା ରାଷ୍ଟ୍ରପତି ଏବଂ ଚାଇନା ରାଷ୍ଟ୍ରପତିଙ୍କ ଭିତରେ ଆଲୋଚନା ହୋଇଥିଲା, ସେତେବେଳେ ଠାରୁ କୁହାଯାଉଥିଲା ଯେ ଇରାନ ନିଜର ପରମାଣୁ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ରାଜି ହୋଇଯାଇଛି, କିନ୍ତୁ ଏହି ରୋକ ଲଗାଇବା ନିଷ୍ପତ୍ତିକୁ ଏକ ନିର୍ଣ୍ଣାୟକ ସ୍ତରକୁ ନେଇଯିବା ପାଇଁ ହେଲେ ଏନରିଚ୍ଡ ୟୁରାନିୟମ ଗୁଡ଼ିକର ନଷ୍ଟ କରିବା କିମ୍ବା ଏହାକୁ ହସ୍ତାନ୍ତର କରିବା ନିହାତି ଆବଶ୍ୟକ, ଯାହା ଏହି ଚୁକ୍ତିର ମୂଳ ଅଂଶ ବୋଲି କୁହାଯାଉଛି। ତେବେ ଆଗକୁ ମଧ୍ୟ ଇରାନ କୌଣସି ପ୍ରକାର ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ କାର୍ଯ୍ୟ କରିବ ନାହିଁ। ତେବେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଯେ ଇରାନ ନିଜର ମିସାଇଲ ଆକ୍ଟିଭିଟିଜକୁ ବୃଦ୍ଧି କରିପାରିବ ନାହିଁ ବା ଇରାନ ନିଜର ଦୀର୍ଘ ଦୂରଗାମୀ ମିସାଇଲ ଗୁଡ଼ିକର ପ୍ରସ୍ତୁତ କରିପାରିବ ନା ନାହିଁ, ଏ ଦିଗରେ ଚୁକ୍ତିରେ ଉଲ୍ଲେଖ ରହିଛି ଯେ ଇରାନ ନିଜର ମିସାଇଲ କାର୍ଯ୍ୟକଳାପ କରିବାରେ କାହାର ମଧ୍ୟ କୌଣସି ଆପତ୍ତି ରହିବ ନାହିଁ। ଏବଂ ଇରାନ ମଧ୍ୟ ପୂର୍ବରୁ ଦାବି କରି ଆସୁଥିଲା ବା ତେହେରାନ ଠାରୁ ହ୍ୱାଇଟ୍ ହାଉସକୁ ଦାବି ଯାଇଥିଲା ଯେ ଇରାନର ଅନ୍ୟାନ୍ୟ ମିସାଇଲ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗା ନଯାଉ। ଏହି ଚୁକ୍ତିରେ ମଧ୍ୟ କେବଳ ପରମାଣୁ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ହିଁ ସର୍ତ୍ତ ରହିଛି, ଯେତେବେଳେ କି ଇରାନ ନିଜର ଦୀର୍ଘ ଦୂରଗାମୀ ଏବଂ କମ୍ ଦୂରଗାମୀ ମିସାଇଲ ଗୁଡ଼ିକର ବ୍ୟବହାର, ଏହାର ପ୍ରସ୍ତୁତି ଏବଂ
ଏହାର ଉତ୍କ୍ଷେପଣ କରିପାରିବ ସେ ଦିଗରେ କୌଣସି ମଧ୍ୟ ପ୍ରତିବନ୍ଧକ ନାହିଁ। ଏହାପରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଆସୁଛି ଯାହା ଇରାନ ଏବଂ ଆମେରିକାର ଅର୍ଥନୈତିକ କାରବାର ସହିତ ଜଡ଼ିତ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନର ବିଭିନ୍ନ ତୈଳ କମ୍ପାନୀ ଗୁଡ଼ିକ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇ ଦେଇଥିଲା। ବର୍ତ୍ତମାନ ଏହି ଚୁକ୍ତି ଅନୁସାରେ ଇରାନର କୌଣସି ତୈଳ କମ୍ପାନୀ ଗୁଡ଼ିକ ଉପରେ ନିଜର ବ୍ୟବସାୟ ପାଇଁ ଆମେରିକା ଆଉ ପ୍ରତିବନ୍ଧକ ଲଗାଇବ ନାହିଁ। ଏମିତିକି ଯୁଦ୍ଧ ଆରମ୍ଭରୁ ଇରାନର ପାଖାପାଖି 24 ଆରବ ଡଲାର ଅର୍ଥ ଫ୍ରିଜ୍ ହୋଇ ରହିଥିଲା ବା ବିଦେଶୀ ଶକ୍ତିଙ୍କ ପାଖରେ ରହିଥିଲା, ଯେଉଁ ଅର୍ଥ ବର୍ତ୍ତମାନ ଆମେରିକା ପାଖରେ ଅଛି ବୋଲି କୁହାଯାଉଛି ଓ ଇସ୍ରାଏଲ ପାଖରେ ମଧ୍ୟ କିଛି ମାତ୍ରାରେ ଅଛି। ଏହି ସବୁ ଟଙ୍କାକୁ ନିଃସର୍ତ୍ତ ଭାବରେ ତୁରନ୍ତ ଇରାନକୁ ଫେରସ୍ତ କରାଯିବ। ଏସବୁ ଭିତରେ ଆଉ ଏକ ଦିଗରେ ମଧ୍ୟ ଏହି ଚୁକ୍ତି ଅଗ୍ରସର ହେଉଛି ଯାହା 300 ବିଲିୟନ ଡଲାରର ଗୋଟିଏ ପ୍ୟାକେଜ ଉପରେ ଆଧାରିତ ଏବଂ ଏହି ଯୁଦ୍ଧରେ ଇରାନର ଯେଉଁ ସବୁ କ୍ଷତି ହୋଇଛି ବିଶେଷ ଭାବରେ ତୈଳ ଏବଂ ଇନ୍ଧନ କ୍ଷେତ୍ର, ତା ସହିତ ବଡ଼ ବଡ଼ ଅଟ୍ଟାଳିକା, ବେସାମରିକ ଭିତ୍ତିଭୂମି, ସାମରିକ ଭିତ୍ତିଭୂମି, ଏସବୁକୁ ପୁନରୁଦ୍ଧାର କରିବା ପାଇଁ ବା ଏସବୁର ପୁନର୍ଗଠନ ପାଇଁ ଏହି 300 ବିଲିୟନ ଡଲାରର ପ୍ୟାକେଜ ଅର୍ଥରାଶି ବିନିଯୋଗ କରାଯିବ। ଏ ଦିଗରେ ମଧ୍ୟ ଏହି ସର୍ତ୍ତରେ ଉଲ୍ଲେଖ ରହିଥିବା କୁହାଯାଉଛି। ତେବେ ଏ ସର୍ତ୍ତକୁ ଉଭୟ ଆମେରିକା ଏବଂ ଇରାନ ଆପାତତଃ ମାନି ନେଇଛନ୍ତି। ତା ସହିତ ବିଭିନ୍ନ କ୍ଷେତ୍ରରୁ ସେନା ପ୍ରତ୍ୟାହାର କରାଯିବ। ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଠାରୁ ଆରମ୍ଭ କରି ଷ୍ଟ୍ରେଟ୍ ଅଫ୍ ହର୍ମୋଜର ଆଖପାଖ ଅଞ୍ଚଳରେ ମୁତୟନ ହୋଇଥିବା ଆମେରିକା ନେଭିର ସୈନ୍ୟ, ତା ସହିତ ଇରାନର ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଥିବା ଆମେରିକୀୟ ସୈନ୍ୟ ଶିବିର ଗୁଡ଼ିକୁ ଏଠାରୁ ଉଠେଇ ନିଆଯିବ। ତେବେ ଏଥିରେ ବଡ଼ ସମସ୍ୟା ସୃଷ୍ଟି କରୁଛି ଇସ୍ରାଏଲ ଏବଂ ଲେବାନନ ପ୍ରସଙ୍ଗ। ଯଦିଓ ଚୁକ୍ତିରେ କୁହାଯାଇଛି ଯେ ଆମେରିକା ଏବଂ ଇସ୍ରାଏଲ ସବୁ କ୍ଷେତ୍ରରୁ ସେନା ପ୍ରତ୍ୟାହାର କରିବେ, ଏମିତିକି ଲେବାନନରୁ ମଧ୍ୟ ସେନା ପ୍ରତ୍ୟାହାର କରାଯିବ, କିନ୍ତୁ ଏହି କ୍ଷେତ୍ରରେ ଇସ୍ରାଏଲର ଗୋଟିଏ ଆପତ୍ତି ସାମ୍ନାକୁ ଆସିଛି ଯାହା ଏହି ଚୁକ୍ତିକୁ ସଫଳ ରୂପାୟନ କରିବାରେ ପ୍ରମୁଖ ବାଧା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଇସ୍ରାଏଲ କହୁଛି ଯେ ଲେବାନନ ପ୍ରସଙ୍ଗ ଇସ୍ରାଏଲର ସମ୍ପୂର୍ଣ୍ଣ ନିଜସ୍ୱ, ଏଣୁ ଲେବାନନ ପ୍ରସଙ୍ଗରେ ଅନ୍ୟ ଦେଶର ହସ୍ତକ୍ଷେପ ଲୋଡ଼ା ନାହିଁ। ଅର୍ଥାତ୍ ପ୍ରକୃତରେ ଏହି ଶାନ୍ତି ଚୁକ୍ତି ସହିତ ଲେବାନନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଇସ୍ରାଏଲ ରାଜି ହେଉଛି ନା ନାହିଁ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ଲେବାନନ ସପକ୍ଷରେ ଇରାନ ରହିଛି। ଲେବାନନର ଯେଉଁ ହିଜବୁଲ୍ଲା ସଂଗଠନକୁ ବିରୋଧ କରି ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରୁଛି, ସେହି ହିଜବୁଲ୍ଲା ସଂଗଠନର ସପକ୍ଷରେ ଇରାନର ମିଲିଟାରୀ ଗାର୍ଡ କର୍ପସ ରହିଛି ବା ସେନା ରହିଛି। ଏଣୁ ଲେବାନନ ପ୍ରସଙ୍ଗ ମଧ୍ୟ ଇରାନ, ଆମେରିକା ଏବଂ ଇସ୍ରାଏଲର ଏହି ଶାନ୍ତି ଚୁକ୍ତିକୁ ପ୍ରଭାବିତ କରିବ। ଏଣୁ ଏ ଦିଗରେ ଗୋଟିଏ ସ୍ପଷ୍ଟୀକରଣ ନ ଆସିବା ପର୍ଯ୍ୟନ୍ତ ବା ସ୍ପଷ୍ଟତା ନ ଆସିବା ପର୍ଯ୍ୟନ୍ତ ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ସଫଳ ହେବ ନା ନାହିଁ ସେ ନେଇ ବଡ଼ ଆଶଙ୍କା ତିଆରି ହୋଇଛି। ଅବଶ୍ୟ ଯେଉଁଭଳି ଢଙ୍ଗରେ ଶାନ୍ତି ଚୁକ୍ତି ଉପରେ ଇରାନ, ଆମେରିକା କାର୍ଯ୍ୟ କରୁଛନ୍ତି ତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ନ୍ୟୁଜିଲାଣ୍ଡ ଏବଂ ଜାପାନ ଓ ଜର୍ମାନୀର ଶାସନ ମୁଖ୍ୟ ମଧ୍ୟ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ୟୁରୋପିଆନ ୟୁନିୟନ କମିଶନର ମୁଖ୍ୟ ମଧ୍ୟ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ବର୍ତ୍ତମାନ ସମୟରେ ପୁରା ବିଶ୍ୱର ନଜର ଏହି ଶାନ୍ତି ଚୁକ୍ତି ଉପରେ ରହିଛି ଏବଂ ଯେମିତି ଏହି ଶାନ୍ତି ଚୁକ୍ତି ଆଗକୁ ବଢୁଛି ଠିକ୍ ସମାନ ଢଙ୍ଗରେ ଏହା ପ୍ରତି ସମର୍ଥନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଆଶା କରିବା ଦର୍ଶକ ବନ୍ଧୁ ଯେ ଏହି ଶାନ୍ତି ଚୁକ୍ତି ଅନ୍ତତଃ ଗୋଟିଏ ନିର୍ଣ୍ଣାୟକ ପରିସ୍ଥିତି ଆଣୁ ଏବଂ ଯେଉଁ ଯୁଦ୍ଧ ଯୋଗୁଁ ପୁରା ମଧ୍ୟପ୍ରାଚ୍ୟ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ବିଶ୍ୱର ଅର୍ଥନୀତି ଏବଂ ତୈଳ ବଜାର ମଧ୍ୟ ପ୍ରଭାବିତ ହୋଇଛି, ସେଥିରେ ଗୋଟିଏ ପରିବର୍ତ୍ତନ ଆସୁ ଏବଂ ପୁରା ବିଶ୍ୱ ଶାନ୍ତି ଆଡ଼କୁ ଗତି କରୁ। ତେବେ ଏହି ରିପୋର୍ଟ ସମ୍ପର୍କରେ ଆପଣଙ୍କର ମତାମତ ଦେବା ପାଇଁ କମେଣ୍ଟ ବକ୍ସରେ ନିଜର ପ୍ରତିକ୍ରିୟା ଲେଖନ୍ତୁ। ଏଥିପାଇଁ ନ୍ୟୁଜ୍ ରୁମ୍କୁ ଆମ ସୋସିଆଲ ମିଡିଆ ୟୁଟ୍ୟୁବ ଓ ଫେସବୁକରେ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ ଓ ସେୟାର କରନ୍ତୁ। ରହୁଛି, ନମସ୍କାର।